ମଠ ବୃତ୍ତାନ୍ତ। ଥରେ ସକାଳୁଆ ସ୍କୁଲ ବେଲେ ଆମେ ସମସ୍ତେ ଏକାଠି ହୋଇ ସ୍କୁଲକୁ ଯାଇଥିଲୁ। ଆମର ସବୁଦିନିଆ ରାସ୍ତା ଥିଲା ଘରୁ ବାହାରି ବାମ୍ଫି ସାହି ଓ ତେଲେଙ୍ଗା ବଜାର ଦେଇ କାଠଯୋଡ଼ି କୁଲେ କୁଲେ କିଚିରି ପାଖ ମିଡଲ ସ୍କୁଲ ପର୍ଯ୍ୟନ୍ତ। ସକାଳେ ସେଇ ବାଟ ଦେଇ ଯାଇଥିଲୁ। ଫେରିଲା ବେଳକୁ ରାହାସ ବିହାରୀ ମଠ ପାଖରେ ଗୋଟେ ବିରାଟ ଗଣ୍ଡଗୋଳ ହୋଇଥିବାର ଲକ୍ଷଣ ସବୁ ଦେଖିଲୁ। କାଠଯୋଡ଼ି ବନ୍ଧରୁ ରାହାସ ବିହାରୀ ମଠ କିଡ଼େ କିଡ଼େ ଓହ୍ଲାଇ ଆସିବା ପାଇଁ ଯେଉଁ ରାସ୍ତା ଥିଲା, ସେ ରାସ୍ତାଟି ଢେଲା ବୋଲୁ ଓ ହାଡ଼ରେ ହୋଇଯାଇଥିଲା। ଆମେ ଘରକୁ ଆସିବୁ କ'ଣ, ସେଇଠି ଥାଇ ଗଣ୍ଡଗୋଳର ଖବର ନେଲୁ। ଶୁଣିଲୁ ଯେ ରାମଦାସ ନାମକ ଜଣେ ବୈଷ୍ଣବ ବାବାଜୀ ତାଙ୍କର ଦଳବଳ ସହ କୀର୍ତ୍ତନ ଓ ଭଜନ କରି କରି ରାହାସ ବିହାରୀ ମଠର କିଛି ଅଂଶରେ ନିଜର ଆସ୍ଥାନ ଜମାଇବା ଲାଗି ମାଡ଼ି ଆସୁଥିଲେ। ରାହାସ ବିହାରୀ ମଠର ମହନ୍ତ ଆଗରୁ ତାଙ୍କର ଆସିବାର ସୁରାକ ପାଇ ନିକଟରେ ଥିବା ହାଡ଼ି ସାହିର ଲୋକଙ୍କୁ ସେମାନଙ୍କ ଅସ୍ତ୍ରଶସ୍ତ୍ର, ଗୋରୁହାଡ଼, ଢେଲା ଓ ଠେଙ୍ଗାବାଡ଼ି ସହ ସଜ୍ଜିତ କରି ରଖାଇଥିଲେ। ରାମଦାସ ବାବାଜୀ ସମ୍ମୁଖରେ ଏପରି ଏକ ସୈନ୍ୟବ୍ୟୂହ ଦେଖି ସେଇଠାରେ ଅଟକିଗଲେ ଏବଂ ବୁଲିପଡ଼ି ନିଜର କୀର୍ତ୍ତନିଆ ଅନୁଚରମାନଙ୍କୁ ଆଉ ନ ଆଗେଇ ଫେରିଯିବାକୁ କହିଲେ। ବୈଷ୍ଣବଙ୍କ ମଧ୍ୟରେ ମାରପିଟ ହେବା ଘୋର ପାପର କଥା ହେବ। ସେମାନେ ସଦଳବଳ ସେଇଠାରୁ ଫେରିଗଲେ। ଆଜିକାଲି ବଙ୍ଗାଳୀ ସାହି ମଠ ଯେଉଁଠାରେ ଅଛି, ସେଠାରେ ଗୋଟେ ବଡ଼ ଗଛ ଥିଲା। ରାମଦାସ ବାବାଜୀ ସେହି ଗଛ ଛାଇରେ ଶିଷ୍ୟମାନଙ୍କ ସହ ବସି ପଡ଼ିଲେ। ସମସ୍ତେ ପ୍ରଶ୍ନ କଲେ ଯେ ଏବେ ସେମାନେ କ'ଣ କରିବେ, କେଉଁଠି ଆଶ୍ରୟ ନେବେ। ରାମଦାସ ବାବାଜୀ କହିଲେ, ଆମେ ଏଇଠାରେ ଆମ ମଠ ସ୍ଥାପନ କରିବା। ରାହାସ ବିହାରୀ ମଠ ଆଡ଼କୁ ଆଉ ଦିନେ ହେଲେ ଚାହିଁବା ନାହିଁ। ତାହା ହିଁ ହେଲା। ବଙ୍ଗାଳୀ ସାହି ମଠ ସେହିଠାରେ କାଳକ୍ରମେ ବଢ଼ି ଉଠିଲା। ବାବାଜୀମାନେ ସ୍କୁଲ ପିଲାମାନଙ୍କ ପରି ଏପରି ଗଣ୍ଡଗୋଳ କରିବାଟାକୁ ଆମେ ପସନ୍ଦ କରିନଥିଲୁ। କେତେଦିନ ପରେ ସକାଳୁଆ ସ୍କୁଲ ଆରମ୍ଭ ହେଲା। ଯେଉଁମାନେ ସକାଳୁଆ ସ୍କୁଲର ନୋଟିସ୍ ଦେଲା, ସେଦିନ ଆମେ ସମସ୍ତେ ସ୍କୁଲରୁ ପଳାଇ ଆସିଥିଲୁ। ଆମେ ପଳାଇ ଆସିବା ପରେ ଶେଷ ପିରିୟଡ଼ ଆଡ଼ୁ ନୋଟିସ୍ ବାହାରିଥିଲା, ଆମେ ଜାଣିପାରିନଥିଲୁ। ତହିଁ ଆର ଦିନ 9:30 ବେଳୁ ଆମେ ଘରୁ ବାହାରି କାଠଯୋଡ଼ି କୂଳରେ ପହଞ୍ଚିଲା ବେଳକୁ ତେଣୁ ପିଲାଏ ସ୍କୁଲ ସାରି ଫେରୁଥାନ୍ତି। ସେମାନେ ଆମକୁ ଦେଖି ପେଟ ପୂରା ଉପହାସ କଲେ। ଆମେ ଲାଜରେ ଫେରି ଆସିଲୁ। ଘରେ ପହଞ୍ଚିବା ମାତ୍ରେ କଥାଟା ପ୍ରଘଟ ହୋଇଗଲା। ପୂର୍ବଦିନ ପଳାଇ ଆସିଥିବା କଥା ଧରା ପଡ଼ିଗଲା। ପୁରସ୍କାର ସ୍ୱରୂପ 2-4 ବେତଲ ଲେଖାଏଁ ଖାଇଥିଲୁ। ସ୍କୁଲରୁ ପଳାଇ ଆସିବା ଆମ ଦୁହିଁଙ୍କର ପ୍ରଧାନ ଦୋଷ ନଥିଲା। ରାମନାନା ଓ କାହ୍ନୁ କକେଇ ଖେଳଛୁଟି ବେଳେ ସ୍କୁଲରୁ ଚାଲି ଆସିବାକୁ ସ୍ଥିର କଲେ। ସ୍କୁଲରେ ଆମକୁ ଛାଡ଼ି ଦେଇ ଯିବାକୁ ତାଙ୍କର ଇଚ୍ଛା ହେଲାନି। କାଲି ଆମର କିଛି ଅସୁବିଧା ହେବ ଭାବି ସେମାନେ ଆମକୁ ସାଙ୍ଗରେ ନେଇ ଆସିଥିଲେ। ବହିରା ପହିଲମାନ। ତହିଁ ଆର ଦିନ ବଡ଼ି ଭୋରରୁ ଆମକୁ ଉଠେଇ ଦିଆଗଲା। ଫର୍ଚ୍ଚା ହୋଇ ନ ଥାଏ। ସମସ୍ତେ ନିତ୍ୟକର୍ମ ସାରି ବହି ଧରି ବାହାରି ପଡ଼ିଲା ବେଳକୁ ପର୍ଚ୍ଛା ହୋଇଯାଇଥାଏ। ଘରୁ ବାହାରି ପଡ଼ିବା ସଙ୍ଗେ ସଙ୍ଗେ ଆମେ ଆକାଶ ଆଡ଼େ ଚାହିଁଲୁ। ଯଦି ଉଡ଼ନ୍ତା ଶଙ୍ଖଚିଲଟିଏ ନଜରରେ ପଡ଼ିଯାଏ, ତେବେ ଆମେ ପାଟି କରି କହୁ, ଶଙ୍ଖଚିଲ ଭାଇ ନମସ୍କାର, ମାଟିଆ ଚିଲକୁ ଗୋଇଠ ମାର। ସେଇ ଦିନଟି ସ୍କୁଲର ଭଲ ଭାବରେ କଟିବ ବୋଲି ଆମେ ଧରିନେଉ। ଯେଉଁଦିନ ମାଟିଆ ଚିଲଟାଏ ଦେଖୁ, ସେଦିନ ବିରକ୍ତ ହୋଇ କହୁ, ହା ଶଲା, ଆଜି ସ୍କୁଲରେ ଦିନଟା ଭାରି ଖରାପ ଭାବରେ କଟିବ। ବାଟରେ ଆସିଲା ବେଳେ ଆମେ ମାଟିଆ ଚିଲ, ଶଙ୍ଖଚିଲ ଓ କୁକୁରମାନଙ୍କୁ ଗଣି ଗଣି ଆସୁ। ଘରୁ ଆମେ ଏତେ ଚଞ୍ଚଳ ବାହାରିଥାଉ ଯେ ସ୍କୁଲରେ ପହଞ୍ଚିବା ବେଳକୁ ଘର ସବୁ ଖୋଲା ହୋଇନଥାଏ। ଆମ ସ୍କୁଲ କଡ଼ ଓ ପ୍ରଧାନ ରାସ୍ତା ମଝିରେ ଗୋଟେ ପୀରଙ୍କ ଆସ୍ଥାନ ଥାଏ। ତେନ୍ତୁଳି ଓ ଅନ୍ୟାନ୍ୟ ଗଛ ସେ ଜାଗାଟାକୁ ଏକରକମ ଘୋଡ଼େଇ ପକାଇଥାଏ। ପିଚକଙ୍କ ପାଖକୁ ଲାଗି ଗୋଟେ କୁଡ଼ିଆ ଓ ତା ପାଖକୁ ଗୋଟେ ଫୁଲକା। ସେ କୁଡ଼ିଆରେ ବହିରା ପହିଲମାନ ଥାଏ। ସେ ଅନ୍ଧାରୁ ତାର ନିତ୍ୟକର୍ମ ସାରି ଗୋଟେ ଗାମୁଛା ବେଢ଼େଇ ହୋଇ ପଡ଼େ ଏବଂ ଫୁଲକା ପାଖରେ ଆସି ବୁଲେ। କୁସ୍ତି କସରତ ଶିଖିବା ପାଇଁ
ତାର ବହୁତ ଛାତ୍ର ଥାଆନ୍ତି। ସେମାନେ ଆସି ପହଞ୍ଚିଗଲେ କସରତ ଆରମ୍ଭ ହୁଏ। କାଛା ଓ ଚଡ଼ି ପିନ୍ଧି ସମସ୍ତେ ଦଣ୍ଡ ବୈଠକ ମାରିବା ଆରମ୍ଭ କରିଦିଅନ୍ତି। ଜଣେ ଫୁଲକାକୁ ମୁଣ୍ଡିଆ ମାରି ଓ ଗୋଟେ ଫାଉଡ଼ା ହାତରେ ଧରି ଫୁଲକା ଭିତରକୁ ପଶେ ଏବଂ ଫୁଲକା ମାଟିକୁ ହାଣି ଫସକେଇ ଦିଏ। ଫୁଲକାଟି ପ୍ରାୟ 15 ଫୁଟର ଏକ ବର୍ଗାକାର କ୍ଷେତ୍ର ଥାଏ। ଚାରିଆଡ଼େ ହିଡ଼ ଥାଏ। ଫୁଲକାର ମାଟିରେ ତେଲ ହଳଦୀ ପାଣି ସିଞ୍ଚି ମିଶାଇ ଦିଆଯାଇଥାଏ। ମାଟି ଭଲ ପାରିଲା କି ନାହିଁ ତାହା ବହିରା ପହିଲୁମାନ ମୁଠାଏ ମାଟି ହାତରେ ଧରି ଜାଣିପାରେ। ଦରକାର ପଡ଼ିଲେ 2 ଥର ପାଉଡ଼ର କୋଡ଼ା ହୁଏ। କସରତ ସରିଲେ ବହିରା ପହିଲୁମାନ ଗାମୁଛା ଖୋଲିଦେଇ ଫୁଲକା ଭିତରକୁ ପଶିଯାଏ। ମାଟିଟା ତୁଲା ପରି ହୋଇଯାଇଥାଏ। ଦୁଲଦାଲ ପଡ଼ିଲେ ବାହାରେ କିଛି କ୍ଷତି ହୁଏ ନାହିଁ। ବହିରା ପହିଲିମାନରେ ଦେହ ରୋଗ ସୁଗଠିତ ଶରୀର, ମାଂସପେଶୀ ଗୁଡ଼ିକ ପିତ ଦେଖିବା ଭଳି ଗୋଟାଏ ଶରୀର। ସେ ଫୁଲକା ଭିତରକୁ ଯିବା ପୂର୍ବରୁ ଆମେ ତା ଶରୀରକୁ ଭଲ ଭାବରେ ଚାହିଁଥାଉ। ସେତେବେଳେ ସେ ସେତେଟା ପରିପୁଷ୍ଟ ଦେଖାଯାଏ ନାହିଁ। ଯେତେବେଳେ ଫୁଲକା ଭିତରକୁ ସେ ପଶିଯାଏ ସେତେବେଳେ ସେ ବିକ୍ରମରେ ଫୁଲିଯାଏ। ମୂଷାଟାକୁ ବିରାଡ଼ି ମାଡ଼ି ବସିଲା ବେଳେ ସେ ଯେପରି ଫୁଲି ଯାଇଥାଏ, ବହିରା ସେହିପରି ଫୁଲି ଯାଇଥାଏ। ସେ ତାର ଛାତ୍ରମାନଙ୍କୁ ଗୋଟି ଗୋଟି କରି ଫୁଲକା ଉପରକୁ ଡାକେ। ଜଣେ ଜଣେ ତା ସାଙ୍ଗରେ କୁସ୍ତି କରନ୍ତି। ବହିରା ସେମାନଙ୍କୁ ପେଣ୍ଡୁ ପରି ଗଡ଼େଇ ତଡ଼େଇ ଦୁଲଦାଲ କରି କଚାଡ଼ି ଦିଏ। ମଝିରେ ମଝିରେ ତାକୁ ଧରି ଦାଉଁ କରି କିପରି ମାରିବାକୁ ହୁଏ ତା ଶିଖେଇ ଦେଉଥାଏ। ଜଣ ଜଣ କରି ସମସ୍ତଙ୍କ ସାଙ୍ଗରେ କୁସ୍ତି କରିବା ଓ ଦାଉ ଶିଖେଇ ଦେବାରେ ସେ ସମସ୍ତଙ୍କୁ ଏକାବେଳେ ତା ଭିତରକୁ ଡାକେ। ସେ ଏକୁଟିଆ ହୋଇ ସମସ୍ତଙ୍କ ସାଙ୍ଗରେ ଲଢ଼େ। ଛାତ୍ରମାନେ ପିମ୍ପୁଡ଼ି ବେଢ଼ିଲା ପରି ତାକୁ ବେଢ଼ି ଯାଆନ୍ତି। କିଏ ଚଡ଼ିକୁ ଧରି ତାକୁ ପଛକୁ ଟାଣେ, କେହି 2 ଗୋଡ଼କୁ ଧରି ଟାଣନ୍ତି। 2-4 ଜଣ 2 ହାତକୁ ଧରି ପକାଇଥାନ୍ତି। ସମସ୍ତେ ପ୍ରାଣମୂର୍ଚ୍ଛା ଘୋଷରା ଓଟରା କରନ୍ତି। କିନ୍ତୁ ବହିରାକୁ କେହି ଫୁଲକାରେ ଗଡ଼େଇ ଦେଇ ପାରନ୍ତି ନାହିଁ। ସମ୍ମିଳିତ ଶକ୍ତି ମଧ୍ୟ ବହିରା ପାଖରେ ହାର ମାନେ। ବହିରା ହସି ହସି ହୁଁ ହାଁ ଶବ୍ଦ କରୁଥାଏ। ଶେଷରେ ସେ ତାର ବିକ୍ରମ ଦେଖାଏ। ସମସ୍ତେ ଛିଟକି ପଡ଼ି 2-4 ହାତ ଦୂରରେ ଗଡ଼ିଯାଆନ୍ତି। କାଳେ ବେଶୀ ଗଡ଼ାଗଡ଼ି କରି କଚିଦେବ ସେଇ ଭୟରେ ସମସ୍ତେ ଫୁଲକା ଉପରୁ ଉଠି ଯାଆନ୍ତି। ଫୁଲକା ଉପରକୁ ଉଠିଗଲେ ପୁଣି ଥରେ ଫୁଲକା ଭିତରକୁ ଘୋଷାଡ଼ି ନେବା ନିୟମ ବହିର୍ଭୂତ। ଛାତ୍ରମାନେ ଏହିପରି ରୁକ୍ଷ ପ୍ରଶିକ୍ଷଣ ପାଇଁ ଟାଣ ଓ ବେଶ୍ ବଲୁଆ ହୋଇ ଉଠୁଥାନ୍ତି। ପରବର୍ତ୍ତୀ ଜୀବନରେ ସେମାନେ ସମସ୍ତେ ଗୋଟାଏ ଗୋଟାଏ ନାମଜାଦା ଗୁଣ୍ଡା ହୋଇଥିଲେ। ବହିରାର ଛାତ୍ରମାନଙ୍କ ଭିତରେ ଗୋଟିଏ ନୁଡ଼ୁବୁଡ଼ିଆ ମାରୁଆଡ଼ି ଟୋକା ଥାଏ। ଟୋକାର ବାପା ବହିରାକୁ ମାସକୁ ମାସ ମୋଟା ଟଙ୍କା ଦେଉଥାଏ। ତେଣୁ ବହିରା ଅନ୍ୟମାନଙ୍କ ସହ ଯେପରି ରୁକ୍ଷଣ ଦେଖାଏ ତାହା ଉପରେ ସେପରି ରୁକ୍ଷତା ଦେଖାଏ ନାହିଁ। ସେ ଟୋକାକୁ ସେ ପାଖରେ ଠିଆ କରି କେଉଁ ସ୍ଥାନକୁ ଧରିବାକୁ ହେବ ଏବଂ କିପରି ଭାବରେ ତାହା ଚାଳନ କରିବାକୁ ହେବ ତାହା ଆଗ ବତାଇ ଦିଏ। ତାପରେ ତା ନିଜ ଉପରେ ଦାଉ ଲଗାଇବାକୁ କହେ। ସେଇଠୁ ସେ ନିର୍ଜୀବ ଟୋକା ବହିରାର ଜଙ୍ଘରେ ହାତ ପୂରାଇ ଏବଂ ହାତକୁ ଧରି ପାଇଥିବା ଶିକ୍ଷା ପରି ଦାଉ ଲଗାଏ। ବହିରା ଗୋଟିଏ ମୂର୍ତ୍ତି ପରି ତଳକୁ ଟଳି ପଡ଼େ। ଏହା ଦେଖି ଚାହିଁ ରହିଥିବା ଅନ୍ୟ ଛାତ୍ରମାନେ ଚୁପଚାପ ହୋଇ କଥାବାର୍ତ୍ତା ହୁଅନ୍ତି। ଆମକୁ ଶିଖାଇଲା ବେଳେ ଗୁଡ଼େଇ ତୁଡ଼େଇ ମାରୁଛି, କିନ୍ତୁ ତାକୁ ଶିଖାଇଲା ବେଳେ ତା ଦେହରେ ଆଞ୍ଚ ନ ଲଗାଇ ନିଜେ ଗଡ଼ି ଯାଉଛି। ନୁଡ଼ୁବୁଡ଼ିଆ ଛାତ୍ରଟି ବହିରାକୁ ଗୋଡ଼େଇ ଦେବା ବେଳେ ମୂଷା ବିରାଡ଼ିକୁ ଗୋଡ଼େଇ ଦେବା ପରି ଦେଖାଯାଏ ଏବଂ ଚତୁର୍ଦ୍ଦିଗରେ ହସ ସୃଷ୍ଟି ହୁଏ। ଆଉ ଥରେ ଗୋଟିଏ ବଡ଼ ମାରୁଆଡ଼ି କୁସ୍ତି ଶିଖୁଥିଲା। ଶିଖେଇବା ଲାଗି ବହିରା ତାକୁ ଏକ ଦାଉ ଲଗାଇବ ବେଳେ ସେ ମାରୁଆଡ଼ି ଗଛ କାଟିଲା ପରି ପଡ଼ିଗଲା। ତା ଅଣ୍ଟା ଜଖମ ହୋଇଗଲା। ସେ ଉଠି ପାରିଲାନି। ବହିରା ତାକୁ ଶୂନ୍ୟ ଶୂନ୍ୟ ଟେକି ନେଇ ପୀରଙ୍କ ଆସ୍ଥାନ ପାଖରେ ଶୁଆଇଦେଲା ଓ ନିଜେ ତେଲ ମାରି ତା ଅଣ୍ଟାକୁ ମାଲିସ କରିବାକୁ ଲାଗିଲା। ଅନ୍ୟ ଛାତ୍ରମାନେ ଗୁଁ ଗୁଁ ହେଲେ। କହିଲେ, ମୋଟା ଟଙ୍କା ପାଉଛି ବୋଲି ନିଜେ ମାରୁଆଡ଼ି ଅଣ୍ଟାକୁ ମାଲିସ କରୁଛି। ଆମେ ହୋଇଥିଲେ କହିଥାନ୍ତା, ଆବେ ଯା ଶୀଘ୍ର ଘରକୁ ଯା, ସେଇଠି କାହାକୁ କହିବୁ ତୋ ଅଣ୍ଟାରେ ଭଲ କରି ତେଲ ମାଲିସ କରିଦେବ। ଖେଳ କସରତ ସରି ଆସିଲା ବେଳକୁ ସ୍କୁଲ ଘର ସବୁ ଖୋଲା ହୋଇଯାଏ। ଝାଡ଼ୁଦାର ଝାଡ଼ୁ ଦେଇଥାଏ। ମାଷ୍ଟ୍ର ଓ ପିଲାମାନେ ଗୋଟି ଗୋଟି ହୋଇ ଆସି ପହଞ୍ଚି ଯାଆନ୍ତି। ଆମେ ସେ ସ୍ଥାନ ଛାଡ଼ି ସ୍କୁଲକୁ ପଳାଇ ଆସୁ।
प्रति श्रेणी रे शिक्षक बसिबा पई खूब कमरे 2टी लेखाएं चौकी पड़िଥାଏ। खेल छुट्टी बेले पिला श्रेणी रे न थांती। ସେହି ବେଳ ଉଣ୍ଡି ପିଲାମାନେ ଅନ୍ୟ ଶ୍ରେଣୀରୁ ଚୌକି ନେଇ ଆସି ନିଜ ଶ୍ରେଣୀରେ ଚୌକି ସଂଖ୍ୟା ବଢ଼ାନ୍ତି। ପୁଲିସ ସାହେବ ଶ୍ରୀକୃଷ୍ଣ ମହାପାତ୍ରଙ୍କର ଦୁଇ ପୁଅ ଫେଲୁ ଓ ମଣ୍ଟୁ ସେହି ସ୍କୁଲରେ ପଢ଼ୁଥାନ୍ତି। ପୁଲିସ ସାହେବଙ୍କର ପୁଅ ବୋଲି ସମସ୍ତେ ତାଙ୍କୁ ଡରିଥାନ୍ତି। ଫେଲୁ ସେ ସମୟରେ 8ମ ଶ୍ରେଣୀ ବା ଫାର୍ଷ୍ଟ କ୍ଲାସରେ ପଢ଼ୁଥାଏ। ମଣ୍ଟୁ 5ମ ଶ୍ରେଣୀରେ ପଢ଼ୁଥାଏ। ଦିନେ ମଣ୍ଟୁ ସବୁ କ୍ଲାସରୁ ଜୋର ଜବରଦସ୍ତି କରି ନିଜ କ୍ଲାସକୁ ଚୌକି ସବୁ ଆଣି ଜମେଇ ଦେଇଥାଏ। ଫେଲୁ କ୍ଲାସରେ ଅଧିକ ଚୌକି ଥିବା କଥା ସେ ସମ୍ଭାଳି ପାରିଲା ନାହିଁ। ମଣ୍ଟୁ ଫେଲୁ ଶ୍ରେଣୀ ଭିତରକୁ ପଶିଯାଇ ଗୋଟାଏ ଚୌକି ଉଠେଇ ଆଣିଲା ବେଳେ ଫେଲୁର ନଜର ପଡ଼ିଗଲା। ସେ ଦୌଡ଼ି ଯାଇ ତାଠୁ ଚୌକି ଛଡ଼େଇଲା। ଦି ଭାଇଙ୍କର ଚୌକି ଛଡ଼ାଛଡ଼ିକୁ ଅନ୍ୟମାନେ ବେଶ ଉପଭୋଗ କଲେ। ମଣ୍ଟୁ ହାଡ଼େ ଦୁଷ୍ଟ ଥିଲା। ଫେଲୁ କିନ୍ତୁ ଟିକେ ନମ୍ର ସ୍ୱଭାବର ପିଲା ଥିଲା। ସେ ବେଶୀ ବଳ ଖର୍ଚ୍ଚ ନ କରି ଚୌକି ଛାଡ଼ିଦେଲା। 5ମ ଶ୍ରେଣୀ ପିଲାଏ ମଣ୍ଟୁର ଜୟଗାନ କରି ଓ ନାନା ଧ୍ୱନି ଦେଇ ନିଜ ଶ୍ରେଣୀ ଭିତରକୁ ଚୌକି ସହ ପଶିଗଲେ। କଥାଟା ହେଡ଼ମାଷ୍ଟରଙ୍କ ଯାଏ ଗଲା। ହେଡ଼ମାଷ୍ଟ୍ରେ କହିଲେ, ମହା ଦୁଷ୍ଟଟାଏ, ଏଇନେ କିଛି କୁହ ନାହିଁ, ସ୍କୁଲ ଛୁଟି ହେଉ। ପିଅନକୁ କହି ଚୌକିଗୁଡ଼ା ସେ ଶ୍ରେଣୀରୁ କାଢ଼ି ଆଣିବା ଓ ଯଥାସ୍ଥାନରେ ରଖିଦେବା। ଏହା ଭିତରେ ପ୍ରଥମ ଟର୍ମିନାଲ ପରୀକ୍ଷା ଆସିଗଲା। ଘରେ ଆମ ଗୃହ ଶିକ୍ଷକ ପରୀକ୍ଷା କ'ଣ କିପରି ଦେବାକୁ ହେବ, ତାର ନିୟମ ସବୁ କ'ଣ, ସେସବୁ ଭଲ ଭାବରେ ଆମକୁ ବୁଝାଇ ଦେଇଥିଲେ ଏବଂ ପରୀକ୍ଷା ପାଇଁ ଆମକୁ ଭଲ ଭାବରେ ପ୍ରସ୍ତୁତ କରାଇଥିଲେ। ଆମମାନଙ୍କର ପ୍ରସ୍ତୁତି ଆଶାନୁରୂପ ହୋଇଥିଲା, ତେଣୁ ବିଶେଷ ଡର ନଥିଲା। କିନ୍ତୁ ଲିଖନ ପାଠ ଯେତେ ଘୋଷିଲେ ବି ଆୟତ୍ତ ହୋଇପାରିଲା ନାହିଁ। ଲିଖନ ପାଠରେ କୋର୍ଟ କଚେରୀରେ ବ୍ୟବହୃତ ହେଉଥିବା ଭାର ପଟା, ଇସ୍ତମ ଗରିପଟା, ଚନ୍ଦନୀ ପଟା, ହ୍ୟାଣ୍ଡନୋଟ, ଖଜଣା ପାଉତି, ହାକିମକୁ ଦରଖାସ୍ତ, ସାଧାରଣ ରସିଦ ଆଦି ପଢ଼ା ଯାଉଥିଲା। ସେଗୁଡ଼ିକ ଯେତେ ଘୋଷିଲେ ବି ଆମର ମନେ ରହିଲା ନାହିଁ। ପରୀକ୍ଷାରେ ଭାଗ ପଟା ଓ ଇସ୍ତର ମରାରିପଟା ଏଇ ଦୁଇଟିରୁ ଗୋଟିଏ ଆସିବାର ନିଶ୍ଚିତ ଥାଏ। ଆମର ବିଲକୁଲ ସ୍ମରଣ ନ ହେଉଥିବା ଦେଖି ଆମ ଶିକ୍ଷକ ଆମରି ହାତରେ 2ଟା ଯାକ ପଟା ଲେଖେଇଲେ। ସେ ସମୟରେ ପରୀକ୍ଷା ପାଇଁ ଆମେ ନିଜେ ଖାତା ତିଆରି କରି ଘରେ ନେଇଥିଲୁ। ଆମ ଖାତା ଭିତରେ 2ଟି ଯାକ ପଟା ରଖିଦେଇ ଶିକ୍ଷକ କହିଲେ, ପ୍ରଶ୍ନରେ ଯେଉଁ ପଟାଟି ପଡ଼ିଥିବ ସେ ପଟାଟିକୁ ରଖି ଆର ପଟାଟି ଚିରିଦେବ। ଆମ ଘର କାଲି ଆମେ ମଧ୍ୟ ଦୁଆତରେ ପୁରାଇ ସାଙ୍ଗରେ ନେଇଥିଲୁ। ଆମ ଔଷଧ କମ୍ପାଉଣ୍ଡର ହରିଡ଼ା ବାହାଡ଼ା ସିଝେଇ ଦହିରେ ହୀରା କଷ ପକାଇ ଗୋଟାଏ ଉଜ୍ଜ୍ୱଳ କଳା ରଙ୍ଗର କାଳି ତିଆରି କରୁଥିଲା। ସେଗୁଡ଼ିକ ଛାଣି ବୋତଲରେ ଭର୍ତ୍ତି କରି ରଖୁଥିଲା। ସେ ବୋତଲରୁ କାଳି ନେଇ ଆମେ ବ୍ୟବହାର କରୁଥିଲୁ। ସେ କାଳିରେ ସଂରକ୍ଷକ ଦିଆଯାଉନଥିବାରୁ ତାହା 10-15 ଦିନରେ ସଢ଼ିଯାଇ ଗୁହ ପରି ଗନ୍ଧ ହେଉଥିଲା। ଦୁଆତରେ କାଳି ଧରି ଆମେମାନେ କ୍ଲାସକୁ ଗଲୁ। ଦୁର୍ଯୋଗକୁ ଦୁଆତଟି ଟେବୁଲ ଉପରେ ଗଡ଼ି ପଡ଼ିଲା ଏବଂ ଖାତା ଉପରଟା ତଥା ଲୁଗାପଟା କାଳି ହୋଇଗଲା। ଏହା ଭିତରେ ପ୍ରଶ୍ନ ମିଳିଯାଇଥାଏ। ପ୍ରଶ୍ନ ପାଇବା ମାତ୍ରେ ପଡ଼ିଥିବା ପଟାଟି ରଖି ଅନ୍ୟ ପଟାଟି କାଢ଼ି ଚିରି ଫୋପାଡ଼ି ଦେଇଥିଲୁ। ସ୍କୁଲରୁ କାଳି ଦିଆଗଲା। ତାର ରଙ୍ଗ ଅଲଗା। ପ୍ରଶ୍ନର ଉତ୍ତର ସବୁ କରିସାରି ଫଟା କାଗଜଟି ସବୁ ଉପରକୁ ନେଇ ଆସିଲି ଓ ଖାତା ସିଲେଇ କରିଦେଲି। ଜଗୁଆଳ ଶିକ୍ଷକଙ୍କୁ କୈଫିୟତ ଦେଲି, ସାର୍, ଏ ପଟାଟି ପହିଲେ ଲେଖି ସାରିବା ପରେ ମୋ କାଳି ଦୁଆତଟି ପଡ଼ିଗଲା। ପୁଣି ବାଧ୍ୟ ହୋଇ ସ୍କୁଲ କାଳିରେ ଲେଖିଲି। 2ଟା କାଳି ହୋଇଗଲା। ଶିକ୍ଷକ ଖାତା ଉପର ଓ ମୋ ଲୁଗା ଦେଖି ବିଶ୍ୱାସ କରିଗଲେ। ସ୍କୁଲ ଶିକ୍ଷକଙ୍କୁ ଏଇପରି ଭାବେ ପଟି ମାରି ଗୃହ ଶିକ୍ଷକଙ୍କଠାରୁ ସାବାସ ପାଇଲୁ। ଡ୍ରଇଂ ପରୀକ୍ଷା ବେଳକୁ ଆମେମାନେ ହଲ ଭିତରେ କାଗଜ, ପେନସିଲ ଓ ରବର ଧରି ବସିଲୁ। ଇଂରାଜୀ ଶିକ୍ଷକ ପ୍ରବୋଧବାବୁ ଗାର୍ଡ ଥିଲେ। ସେ ଗୋଟାଏ ଲଣ୍ଠନ ଆଣି ଟେବୁଲ ଉପରେ ଥୋଇଦେଲେ ଓ କହିଲେ, ଏଇଟାକୁ ଆଙ୍କ। ଆମେ କ୍ଲାସରେ ବାଇଗଣ, କଦଳୀ, କମଳା ଲେମ୍ବୁ ପରି ସହଜ ସାଧ୍ୟ ଡ୍ରଇଂ ସବୁ ଆଙ୍କିବା ଶିଖିଥିଲୁ, କିନ୍ତୁ ଲଣ୍ଠନଟା ଆଙ୍କିବା ସମସ୍ତଙ୍କର କଳ୍ପନାତୀତ ଥିଲା। ପିଲାମାନେ ପ୍ରତିବାଦ କରି କହିଲେ, ଆମେ ପରୀକ୍ଷା ଦେବୁ ନାହୁଁ, ଏଡ଼େ କଷ୍ଟଟା କିପରି ଆଙ୍କିବୁ?
କେତେଜଣ ହଲ୍ରୁ ବାହାରି ଆସିବାକୁ ବସିଲେ। ପ୍ରବୋଧ ବାବୁ ଗୋଟାଏ ବାଡ଼ିରେ ଗୋଟାଏ ମୋଟା ସୁତୁଲି ଭଲ କରି ବାନ୍ଧି ଦେଇ ସେଇଥିରେ ବାହାରି ଆସିବାକୁ ଉଦ୍ୟତ ଥିବା ପିଲାମାନଙ୍କୁ ପିଚ୍ ପିଚ୍ କରି ଚାବୁକରେ ପିଟି ପକାଇଲେ। ବୋପାଲୋ ମାଲୋ ରଡ଼ି ଛାଡ଼ି ସମସ୍ତେ ଚୁପଚାପ ହୋଇ ବସିଗଲେ। ମୋର ଡ୍ରଇଂ ଖୁବ୍ ଭଲ ହୋଇଥିଲା। ଲଣ୍ଠନ ଦେଖି ମୁଁ ଡରି ନଥିଲି। ଭାଇନା ମଧ୍ୟ କାଗଜ ଧରି ମୋ ପାଖରେ ବସିଥିଲେ। ସେ ବାଇଗଣ ଆଙ୍କିଲେ, ତାହା ଆଲୁ ପରି ହୋଇଯାଉଥିଲା। ଅଶ୍ୱତ୍ଥ ପତ୍ର ଆଙ୍କିଲେ, ତାହା ପିଆଜ ପରି ଦେଖାଯାଉଥିଲା। ସେ ଏକାବେଳକେ ହଡ଼ବଡ଼େଇ ଯାଇଥିଲେ। ମୁଁ ତାଙ୍କୁ ସାହସ ଦେଇ କହିଲି, ଡର ନାହିଁ, ମୁଁ ତୁମର ଆଙ୍କିଦେବି। ଏହା କହି ଆଙ୍କିବାରେ ଲାଗିପଡ଼ିଲି। ଆଗ ତାଙ୍କର ଆଙ୍କି ତାଙ୍କୁ ଦେଇଦେଲି। ତାପରେ ମୁଁ ନିଜର ଆଙ୍କିଲି। ମୁଁ ଆଙ୍କୁଥିଲା ବେଳେ ସେ କେବଳ ପେନସିଲ୍ ଚଲାଉଥିଲେ, କିନ୍ତୁ ଗାର ପଡ଼ୁନଥିଲା। ଡ୍ରଇଂ ପରୀକ୍ଷାରେ ସେ ଫାଷ୍ଟ ହୋଇଥିଲେ, ମୁଁ ସେକେଣ୍ଡ ହୋଇଥିଲି। ଆଉ ଗୋଟିଏ ମାନସାଙ୍କ ପରୀକ୍ଷା ହେଉଥିଲା। ସେଥିରେ ବାରଣ୍ଡାରେ ଆମେ ସବୁ ଧାଡ଼ି ହୋଇ ଠିଆ ହେଉଥିଲୁ। ଅଙ୍କ ସାର୍ ଗୋଟେ ପ୍ରଶ୍ନ ପଚାରି ଦେଉଥିଲେ। ମିନିଟକ ଭିତରେ ତାର ଉତ୍ତରଟା ଘଣ୍ଟେ କାଗଜରେ ଲେଖିବାକୁ ହେଉଥିଲା। 3-4ଟି ପ୍ରଶ୍ନ ପଚାରି ସେ କାଗଜ ଛଡ଼ାଇ ନେଉଥିଲେ। ସେଥିରେ ଆମେ ଦୁହିଁଙ୍କର ଶୂନ୍ୟ ରହିଥିଲା। ଆଉ ଗୋଟେ ପରୀକ୍ଷା ହେଉଥିଲା, ମ୍ୟାପ୍ ପଏଣ୍ଟ। ମ୍ୟାପ୍ ସବୁ ଟଙ୍ଗା ହୋଇଥାଏ। ଜଣେ ଜଣେ ପିଲାଙ୍କୁ ଡକା ହେଉଥାଏ। ପଏଣ୍ଟର ଧରି ଶିକ୍ଷକ କହିଲେ, ପୁରୀ କେଉଁଠି ଅଛି ଦେଖା। ମୁଁ ପଏଣ୍ଟର ନେଇ ହିମାଳୟ ପାଖରେ ଖୋଜୁଥିଲି। ଭାଇନାଙ୍କ ମଧ୍ୟ ସେଇ ଅବସ୍ଥା ହେଉଥିଲା। ଆମେ ଦୁହେଁ ଶୂନ ପାଇଥିଲୁ। ଏହିପରି ଭାବରେ ଆମର 3ଟା ପରୀକ୍ଷା ସରିଲା। ଫଳ ବାହାରିଲା। ଆମେ ଦୁହେଁ ପାସ୍ କରିଥିଲୁ। ଆମେ 6ଠ ଶ୍ରେଣୀରୁ 7ମ ଶ୍ରେଣୀକୁ ଉଠିଥାନ୍ତୁ। କିନ୍ତୁ ସେଇ ବର୍ଷ ସରକାର ଗୋଟିଏ ଶ୍ରେଣୀ ଉପରକୁ କାଟି ଦେଇଥିବାରୁ ଆମେ 6ଠ ଶ୍ରେଣୀରୁ 7ମ ଶ୍ରେଣୀକୁ ନ ଉଠି 6ଠ ଶ୍ରେଣୀକୁ ଉଠିଲୁ। ହେଡ଼ମାଷ୍ଟ୍ରେ ସବୁ କ୍ଲାସକୁ ଯାଇ ପାସ୍ କରିଥିବା ପିଲାଙ୍କ ନାଁ ଡାକିଦେଲେ। ଗୋଟାଏ ପିଲା ଆସି ମୋତେ କହିଲା, ଆରେ ହେ, ହେଡ଼ମାଷ୍ଟ୍ରେ ଖେଳ ଖେଳୁଛନ୍ତି। ଆମେ ସମସ୍ତେ ଫେଲ୍। କନ୍ଦାକଟା କରିବୁ ବୋଲି ସେ ଖାଲି କହିଦେଲେ, ତୁମେମାନେ ପାସ୍ କରିଛ। ଆମେ ତ 6ଠ ଶ୍ରେଣୀରେ ପଢ଼ିଥିଲୁ, 7ମ ଶ୍ରେଣୀକୁ ଉଠିଥାନ୍ତୁ, ପୁଣି 6ଠ ଶ୍ରେଣୀକୁ ଗଲୁ କେମିତି? ଏତକ ଶୁଣି ମୋ ପେଟରୁ କାନ୍ଦର ହାବୁଜା ଉଠିଲା। ମେଣ୍ଢା ପରି ଭେଁ ଭେଁ ରଡ଼ି ଛାଡ଼ିଲି। ହେଡ଼ମାଷ୍ଟ୍ରେ ପାଖରେ ଥିଲେ। ମୋ ପାଖକୁ ଧାଇଁ ଆସିଲେ। ପଚାରିଲେ, କିରେ କାନ୍ଦୁଛୁ କାହିଁକି? ଜଣେ କହିଦେଲା, ସେ କୁଆଡ଼େ ଫେଲ୍ ହୋଇଛି। ହେଡ଼ମାଷ୍ଟ୍ରେ କହିଲେ, ନାହିଁ ତ, ତା ନାଁ ଡାକିଲେ ସେ ପାସ୍ କରିଛି। କାନ୍ଦର ଲହଡ଼ି ଟିକେ କମେଇ ମୁଁ କହିଲି, ମୁଁ ତ 7ମ ଶ୍ରେଣୀକୁ ଯାଇଥାନ୍ତି, ସେଇ 6ଠ ଶ୍ରେଣୀରେ ପଢ଼ିବି, ଆଉ ପାସ୍ କଲି କେମିତି? ହେଡ଼ମାଷ୍ଟ୍ରେ ମୋ ପିଠି ଥାପୁଡ଼େଇ ବୁଝେଇ ସୁଝେଇ କହିଲେ, ଆରେ ସରକାର ଉପରୁ ଗୋଟେ କ୍ଲାସ୍ କାଢ଼ି ନେଇଛନ୍ତି, ତେଣୁ 7ମଟା 6ଠ ହୋଇଗଲା। ତୁମେ ସେ 6ଠ ଶ୍ରେଣୀରେ ଉପର କ୍ଲାସ୍ର ବହି ପଢ଼ିବ। ଫେଲ୍ ହୋଇଥିଲେ ଉପର କ୍ଲାସ୍ର ବହି ପଢ଼ନ୍ତ କେମିତି?